Hello everyone, welcome to higher classes. The plus 3 4th semester history on score paper 8 रो आज क्लास करिबा। तो प्रथम यूनिट देखिबा। तो प्रथम यूनिट रही इंग्लैंड रो लोकंक विप्लव एवं ख्रीष्टीय अष्टादश शताब्दी यूरोपीय राजनीति। तो आज ये वीडियो रे अर्थनैतिक संकट देखिबा। तार कारण माने रही अछि दरदाम वृद्धि कारण श्रमिक श्रेणी उपरे मुद्रास्फीति प्रभाव राजनैतिक फलाफल सप्तदश शताब्दी अर्थनीतिक अचलावस्था धर्मयुद्ध एवं अर्थनीति सरकारी स्तर अर्थनैतिक संकट कृषि उत्पादन रे समस्या सामंतवाद और दासस्व प्रथा व्यावसायिक दृष्टिकोण यूरोपीय अर्थनीति एवं निम्न वर्ग पुंजीवाद एवं मध्यवित्त श्रेणी। तो एतिकी रही अर्थनैतिक संकट। चलंतु देखिबा। प्रथम इंट्रोडक्शन टे पढ़ीदेवा। तो जो मैंने स्क्रीनशॉट मारिबा चाहूँगी मारी पारिबे। 1572 ख्रीष्टीय अगस्ट मास सेप्ट बार्थोलोमिस दिवस पालन पूर्व रात्रि रे फ्रांस रो कैथोलिक राजमाता कैथेराइन दे मेडिसी एक विवाह उत्सव रे जोग देबा पई आसी पेरिस रो विभिन्न स्थान रे लुचि रही थिबा प्रोटेस्टेंट ख्रिस्टियन माननकु गणसंहार करिबा पई फरासी कैथोलिक माननकु क्षमता प्रदान करिथिले। तो तापरे कैथोलिक माने राति रे एपरि कि सोईथिबा अवस्था रे हजार हजार प्रोटेस्टेंट को हत्या करिथिले। सकालु सैन्य नदीकूल सबरे पोती होई पड़ुथिला तथा रक्त नई बोही जाउथिला। उक्त घटना को बार्थोलोमेव दिवस गणसंघ रूपे अभिहित करि जाइछि। उक्त घटना परे प्रोटेस्टांट माननकु गणहत्या करिबा बंद हेबा परे परवर्ती आहुरी बढ़ी चलीथिला। तो आपण माने बुझी पारुथिबे नहले कमेंट करिवे, मु आहुरी भल से पढ़ेबी। प्रायतः 1560 ख्रीष्टीय रु 1660 ख्रीष्टीय पर्यंत सुदीर्घ एक शताब्दी धरी धार्मिक बर्बरता लागी रही थिला, जहिरे अकलन धनजीवन ध्वंस हो जाइथिला। प्रायतः समग्र यूरोप रे अवस्था अत्यंत दयनीय हो जाइथिला। यहाँ सहित अर्थनैतिक संकट मध्य देखा देइथिला। एहिपरि जीवनर एक अनिश्चित समय कालरे कुंभीर छाई तले सोईथिबा भयाता मनीष माने आयुष गणुथिले। उत्पादन व्यवसाय वाणिज्य आदि एक प्रकार बंद हो जाइथिला। फलस्वरूप आर्थिक अनटन कराल ग्रासरे समग्र यूरोप ग्रासित हो जाइथिला। धर्मयुद्ध सहित गर्वी यूरोपीय राजामानंकर परस्पर सहित बारंबार क्षमता युद्ध मध्य आर्थिक मानदंड को दोहलाई
ଦେଇଥିଲା। ଅର୍ଥନୈତିକ ସଙ୍କଟ। ମଧ୍ୟଯୁଗୀୟ ୟୁରୋପର ବ୍ୟକ୍ତିଗତ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଜୀବନ ଦୁଇଗୋଟି ସଂଗଠନ ଯଥା ସାମନ୍ତବାଦ ଏବଂ ଖ୍ରୀଷ୍ଟିଆନ ଧର୍ମ ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ଏବଂ ନିୟନ୍ତ୍ରିତ ହେଉଥିଲା। ୟୁରୋପୀୟଙ୍କ ହୃଦୟରେ ସେତେବେଳେ ଯାଏ ଜାତୀୟତା ଭାବ ଜାଗ୍ରତ ହୋଇନଥିଲା। ସମଗ୍ର ୟୁରୋପ ଭିନ୍ନ ଭିନ୍ନ ସାମନ୍ତ ଦ୍ୱାରା ଗଠିତ ଏକ ଖ୍ରୀଷ୍ଟିଆନ ସାମ୍ରାଜ୍ୟ ଥିଲା ବେଳେ ସମସ୍ତ ୟୁରୋପ ଭିନ୍ନ ଭିନ୍ନ ସାମନ୍ତ ମାନଙ୍କ ଦ୍ୱାରା ଗଠିତ ଖ୍ରୀଷ୍ଟିଆନ ସାମ୍ରାଜ୍ୟ ଥିଲା। ଖ୍ରୀଷ୍ଟୀୟ 17ଶ ଶତାବ୍ଦୀ ସୁଦ୍ଧା ୟୁରୋପରେ ଜାତୀୟ ରାଜ୍ୟ ଗଠନ ପ୍ରକ୍ରିୟା ଶେଷ ସୋପାନ ଉପନୀତ ହୋଇ ସାରିଥିଲା। ଲୋକଙ୍କ ମନରେ ଜାତୀୟ ଭାବ ଉଦ୍ରେକ ପ୍ରାୟତଃ ହୋଇ ସାରିଥିଲା, ହେଲେ ମଧ୍ୟ ବିଭିନ୍ନ ଅର୍ଥନୈତିକ ପ୍ରଗତି ମୂଳକ କାର୍ଯ୍ୟରେ ଖ୍ରୀଷ୍ଟିଆନ ଧର୍ମ ବାଧା ସୃଷ୍ଟି କରୁଥିଲା। ଅନେକ ଖ୍ରୀଷ୍ଟିଆନ ସମ୍ପତ୍ତିର ସାମାଜିକ ଭୂମିକା ଏବଂ କାର୍ଯ୍ୟକଳାପ, ସମ୍ପତ୍ତି ସହିତ ଜଡ଼ିତ ସାମାଜିକ ସମସ୍ୟା, ସର୍ବୋପରି ଦାରିଦ୍ର୍ୟକୁ ସ୍ୱୀକାର କିମ୍ବା ଉପଲବ୍ଧି କରୁନଥିଲା। ଦରଦାମ ବୃଦ୍ଧି। କିପରି ଦରର ଦାମ ବୃଦ୍ଧି ହେଲା ତାହା ଦେଖିବା। ୟୁରୋପରେ ବିଭିନ୍ନ ସଙ୍କଟ, ବିଶେଷତଃ ଅର୍ଥନୈତିକ ସଙ୍କଟ ଦେଖା ଦେବାର ମୁଖ୍ୟ କାରଣ ଥିଲା ଅଜ୍ଞତା। 1560 ଖ୍ରୀଷ୍ଟୀୟର ପୂର୍ବ ଶତାବ୍ଦୀରେ ସମଗ୍ର ୟୁରୋପ ଅର୍ଥନୈତିକ ସ୍ଥିରତା ଓ ପ୍ରଗତି ସାକ୍ଷ୍ୟ ବହନ କରିଥିଲା। ନୂତନ ବିଶ୍ୱର ଆବିଷ୍କାର ମଧ୍ୟ ୟୁରୋପ ଅର୍ଥନୀତିରେ ପ୍ରଗତି ଫଲଗୁଡ଼ାକ ବୁହାଇ ଦେଇଥିଲା। ଏତଦ୍‌ବ୍ୟତୀତ ନୂତନ ଦେଶଗୁଡ଼ିକ ଆବିଷ୍କାର ୟୁରୋପୀୟ ରାଜନୀତିକୁ ଚଳଚଞ୍ଚଳ କରିବା ସହ ସଫଳତା ସୂଚନା ପ୍ରଦାନ କରିଥିଲା। ୟୁରୋପୀୟ ପ୍ରଶାସନଗୁଡ଼ିକ ଦକ୍ଷତା ବୃଦ୍ଧି ହୋଇଥିଲା, ଲୋକଙ୍କୁ ସୁଖ ଶାନ୍ତି ପ୍ରଦାନ କରିବାରେ ତଥା ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସରକାରଗୁଡ଼ିକ ସକ୍ଷମ ହୋଇଥିଲେ। ହେଲେ 1560 ଖ୍ରୀଷ୍ଟୀୟ ପରଠାରୁ ୟୁରୋପୀୟ ଅର୍ଥନୀତିରେ ଝଡ଼ବାତ୍ୟା ପ୍ରବାହିତ ହୋଇଥିଲା। ଅର୍ଥନୈତିକ ବିଜୁଳି ଏବଂ ଘଡ଼ଘଡ଼ି ଶବ୍ଦରେ ସବୁ ଧ୍ୱସ୍ତବିଧ୍ୱଂସ ହୋଇଯାଇଥିଲା। ଏହି ଉକ୍ତ ବ୍ୟାଖ୍ୟାର କାରଣଗୁଡ଼ିକ ପରସ୍ପର ସହିତ ସମ୍ପର୍କିତ ଥିଲେ, ଯାହା ଆରମ୍ଭ ଅହେତୁକ ଦରଦାମ ବୃଦ୍ଧିରୁ ଆରମ୍ଭ ହୋଇଥିଲା। ସପ୍ତଦଶ ଶତାବ୍ଦୀ ବେଳକୁ ଉକ୍ତ ଦରଦାମ ବୃଦ୍ଧି ସମଗ୍ର ୟୁରୋପକୁ କବଳିତ କରିଥିଲା। ଗହମ ମୂଲ୍ୟ 3 ଗୁଣ ଅଧିକ ହୋଇଯାଇଥିଲା। ଏପରିକି ପ୍ୟାରିସ ନଗରୀରେ ଗହମ ମୂଲ୍ୟ 4 ଗୁଣ ବଢ଼ିଯାଇଥିଲା। ଇଂଲଣ୍ଡରେ ଜୀବନ ଧାରଣମାନ 100 ଗୁଣ ବଢ଼ିଯାଇଥିଲା। ଐତିହାସିକମାନେ ଉକ୍ତ ଦରଦାମ ବୃଦ୍ଧିକୁ ମୂଲ୍ୟ ବିପ୍ଳବ ରୂପେ ଆଖ୍ୟାୟିତ କରିଥିଲେ। ତ ଏଇଟା ଇମ୍ପୋର୍ଟାଣ୍ଟ ରହୁଛି, ଐତିହାସିକମାନେ ଉକ୍ତ ଦରଦାମ ବୃଦ୍ଧିକୁ କେଉଁ ବିପ୍ଳବ ରୂପେ ଆଖ୍ୟାୟିତ କରିଥିଲେ? ତ ଆନ୍ସର୍ ହେଇଯିବ ମୂଲ୍ୟ ବିପ୍ଳବ। ଦରଦାମ ବୃଦ୍ଧିର କାରଣ। ଦରଦାମ ବୃଦ୍ଧିର କାରଣ। ଦରଦାମ ବୃଦ୍ଧିର କାରଣମାନେ ଏବେ ଡିସ୍କସନ୍ କରିବା।
ଯଦି PDF ପାଇବା ପାଇଁ ଚାହୁଁଛନ୍ତି ତେବେ ଟେଲିଗ୍ରାମକୁ ଜଏନ୍ କରନ୍ତୁ। ସଠିକ ଅର୍ଥ ଦୃଷ୍ଟିରୁ ଅନେକ ଐତିହାସିକ ମୂଲ୍ୟ ବିପ୍ଳବକୁ ଗ୍ରହଣ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ମାତ୍ର ଅଳ୍ପ କେତେକ ଏହାର ବାସ୍ତବତା ସମ୍ବଳିତ ପରିସ୍ଥିତି କାରଣ ରୂପରେ ଗ୍ରହଣ କରିଛନ୍ତି। ଦରଦାମ ବୃଦ୍ଧିର ନିଶ୍ଚିତ କାରଣ ଉପରେ ଅଦ୍ୟାବଧି ବିତର୍କ ଚାଲୁ ରହିଛି। ତନ୍ମଧ୍ୟରୁ ଗୋଟିଏ ବ୍ୟାଖ୍ୟାକୁ ସାଧାରଣତଃ ଐତିହାସିକମାନେ ଗ୍ରହଣ କରୁଛନ୍ତି। ପ୍ରଥମତଃ ଜନସଂଖ୍ୟା ବୃଦ୍ଧି ଥିଲା ଦରଦାମ ବୃଦ୍ଧିର ପ୍ରମୁଖ କାରଣ। ହେଲେ ୟୁରୋପରେ ଯେଉଁ ଜନସଂଖ୍ୟା ବୃଦ୍ଧି ହେଇଥିଲା ସେଥିପାଇଁ ଦରଦାମ ବୃଦ୍ଧିର ପ୍ରଥମ କାରଣ ରହିଛି ବୋଲି ଐତିହାସିକମାନେ କହୁଛନ୍ତି। ସପ୍ତଦଶ ଶତାବ୍ଦୀ ବେଳକୁ ୟୁରୋପର ଜନସଂଖ୍ୟା ଅତି ମାତ୍ରାରେ ବୃଦ୍ଧି ପାଇଥିଲା। ମହାମାରୀ ଓ ସଂକ୍ରାମକ ରୋଗ ପ୍ଲେଗ୍ ଯୋଗୁଁ ଅସଂଖ୍ୟ ଲୋକ ମୃତ୍ୟୁ ହାତ ହେବା ସତ୍ତ୍ୱେ ମଧ୍ୟ ଲୋକ ସଂଖ୍ୟା ବୃଦ୍ଧି ହୋଇ ଚାଲିଥିଲା ବେଳେ ୟୁରୋପରେ ଜନସଂଖ୍ୟା ବୃଦ୍ଧି ହେଇଥିଲା କିନ୍ତୁ ସେହି ସମୟରେ ପ୍ଲେଗ୍ ମହାମାରୀରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ କିନ୍ତୁ ଲୋକ ସଂଖ୍ୟା ଫିରବି ବୃଦ୍ଧି ହୋଇ ଚାଲିଥିଲା। ପୂର୍ବ ଶତାବ୍ଦୀରେ ଲୋକ ସଂଖ୍ୟା 500 ନିୟୁତ ଅଧିକ ବେଳେ ଖ୍ରୀଷ୍ଟୀୟ 17ଶ ଶତାବ୍ଦୀ ଆରମ୍ଭ ବେଳକୁ ୟୁରୋପରେ ଲୋକ ସଂଖ୍ୟାରେ ବୃଦ୍ଧି ହୋଇ 90 ନିୟୁତ ଅଧିକ ହୋଇ ଯାଇଥିଲା, ମାନେ 40 ନିୟୁତ ଅଧିକ ବଢ଼ି ଯାଇଥିଲା। ତଦନୁରୂପେ ଖାଦ୍ୟଶସ୍ୟ ଉତ୍ପାଦନରେ କିନ୍ତୁ ବୃଦ୍ଧି ହୋଇ ନ ଥିଲା। ପୂର୍ବ ଶତାବ୍ଦୀରେ ଯେତିକି ଖାଦ୍ୟାନ୍ନ ଉତ୍ପାଦିତ ହେଉଥିଲା ବର୍ତ୍ତମାନ ମଧ୍ୟ ସେତିକି ଉତ୍ପାଦନ ସ୍ଥିର ଥିଲା କାରଣ କୃଷିର ଉନ୍ନତି ପାଇଁ ଅଥବା ଆଧୁନିକ ବୈଷୟିକ ଜ୍ଞାନ ଓ ଯନ୍ତ୍ରପାତି ଉପରେ ଉପଭୋଗ ପାଇଁ କିଛି ଅଧିକ କରାଯାଇ ନଥିଲା। ସେହି ପୁରୁଣା ପଦ୍ଧତିରେ ଏବଂ ସେତିକି ଜମିରେ ଚାଷ କରାଯାଉଥିଲା। କଳକାରଖାନାରେ ମଧ୍ୟ କୌଣସି ବୃଦ୍ଧି ହୋଇନଥିଲା। ତେଣୁ କଳକାରଖାନା ଦ୍ୱାରା ପ୍ରସ୍ତୁତ ସାମୁଦ୍ରିକ ଜୈବିକ ତଥା ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଉତ୍ପାଦନ ବୃଦ୍ଧି ହୋଇନଥିଲା। ଫଳସ୍ୱରୂପ ବଜାରରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ହୋଇଥିଲା। ଯୋଗାଣ କରିବା ଅର୍ଥ ଦରଦାମ ବୃଦ୍ଧି ହିଁ ଅଟେ। ଯୋଗାଣ ଏବଂ ଆବଶ୍ୟକୀୟ ମଧ୍ୟରେ ବହୁତ ପ୍ରଭେଦ ଦେଖାଦେଇଥିଲା। ତେଣୁ କରି ଦରଦାମ ଆକାଶ ଛୁଇଁ ହୋଇଯାଇଥିଲା। କୃଷିଜାତ କଞ୍ଚାମାଲ ଅଭାବ ଯୋଗୁଁ କଳକାରଖାନା ଗୁଡ଼ିକ ଉତ୍ପାଦନ ହ୍ରାସ ହୋଇଥିଲା।